ହ୍ୟୁମାନ ସାଗର ମହାତ୍ମା ଗାନ୍ଧୀ ନୁହନ୍ତି କି ଜବାହରଲାଲ ନେହେରୁ ନୁହନ୍ତି ଯେ ତାଙ୍କ ପାଇଁ ମୁଁ ରଚନା ଲେଖିବି, ସ୍ମୃତି ସଭାରେ ଆଟେଣ୍ଡ କରିବି, ତାଙ୍କର ସ୍ମରଣିକାରେ ଲେଖିବି, ତାଙ୍କ ସ୍ମୃତିଚାରଣ କରିବି। ହ୍ୟୁମାନ ସାଗର ଆମ ଭିତରେ ବଞ୍ଚିଥିବା ଏବେ ବି ଗୋଟେ ଆତ୍ମା ଯାହାକୁ ଆମେ ମିସ୍ କରିପାରିବା ନାହିଁ। ସେ ଆମ ଭିତରେ ଏବେ ବି ଅଛନ୍ତି ଏବଂ ଆମେ ସମସ୍ତେ ଜାଣନ୍ତି ତାଙ୍କ ଶେଷ ମୁହୂର୍ତ୍ତ କଣ ଥିଲା, ତାଙ୍କ ଆରମ୍ଭ ମୁହୂର୍ତ୍ତ କଣ ଥିଲା। ଜଣେ ଲୋକ ଯାହା ଭିତରେ କେବଳ ମିଛ କହିବା ଛଡା ଅନ୍ୟ କୌଣସି ଅପରାଧ ପ୍ରବଣତା ମୁଁ ଦେଖିନି। ସେ କେବଳ ମିଛ କୁହନ୍ତି ଆପଣ ମାନଙ୍କୁ ବଞ୍ଚେଇବା ପାଇଁ, ଆମ ସାମ୍ନାରେ ତା ସାମ୍ନାରେ ଥିବା ଲୋକଟାକୁ ବଞ୍ଚେଇବା ପାଇଁ। ସେମିତି ଜଣେ ଲୋକର ଏମିତି ମର୍ମନ୍ତୁଦ ମୃତ୍ୟୁ ଆଉ ତାପରେ ଆମେ ତାର ଗୋଟେ ସ୍ମରଣିକା କାଢି ପାରୁନେ, ଗୋଟେ ତା ସ୍ମୃତିଚାରଣ ସତରେ ଢଙ୍ଗରେ କରିପାରୁନେ। ଆଠୁ ଅପମାନ ଆଉ ଗୋଟେ କଳାକାର ପ୍ରତି କିଛି ନଥାଇପାରେ ଯୋଉଟା କହିବା ମୋ ପାଖେ ସମ୍ଭବ ନୁହେଁ। ଏବେ ତାଙ୍କ ମାଙ୍କଠୁ ତାଙ୍କର କିଏ ନିଜର? ମୁଁ ନୁହେଁ, ଆପଣ ମାନେ ନୁହନ୍ତି, ସାରା ଓଡିଶା ନୁହେଁ। ତାଙ୍କ ମା ତାଙ୍କୁ ଜନ୍ମ ଦେଇଛନ୍ତି। ଯିଏ କହିଲେ ଯେ 10 ବର୍ଷ ଦେଲି ହ୍ୟୁମାନ ସାଗର ଭଳିଆ ଜଣେ ଛୁଆକୁ ଜନ୍ମ କରି ଦେଖାନ୍ତୁ। ତାଙ୍କ ମା ତାକୁ ବାଘ କହୁଥିଲେ, ଟାଇଗର କହୁଥିଲା, ସିଏ ମତେ ଡନ୍ କହୁଥିଲେ। ସେ ମତେ ଦୁଃସାହସୀ ବୋଲି ଭାବିଥିଲେ, ଶେଷ ପର୍ଯ୍ୟନ୍ତ ଭଲ ପାଇବା ଦେଇଥିଲେ ଏବଂ ଗୋଟେ ସମୟରେ ତାଙ୍କ ସହିତ କିଛି ମୋର ଡିସ୍ପ୍ୟୁଟ ବି ହେଇଥିଲା ଯୋଉଟା କି ଗ୍ରହଣୀୟ ନୁହେଁ, ଦୁଃଖଦାୟକ କଥା। ଆପଣଙ୍କ ସହିତ ହେଇଥିଲା? ହଁ ହେଇଥିଲା ଗୋଟେ ସମୟରେ। ତାଙ୍କ ମା ଯୋଉମାନଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି ତାଙ୍କ ସହିତ ଗୋଟେ ପ୍ରୋବ୍ଲେମ ହେଇଥିଲା। ସେଟା ଏବେ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି, ତେଣୁ ମୁଁ ତାକୁ ନେଇକି ଅଧିକ କିଛି ମନ୍ତବ୍ୟ ଦେବାକୁ ଚାହିଁବିନି। କିନ୍ତୁ ଆମେ ରେଷ୍ଟ ଇନ୍ ପିସ୍ ନୁହେଁ, ଜଷ୍ଟିସ୍ ଫର୍ ହ୍ୟୁମାନ ସାଗର ଏତିକି ତ ଲେଖିପାରିବା। ଯଦି ଆମେ ହ୍ୟୁମାନ ସାଗର ସତରେ ଭଲ ପାଆନ୍ତି, ତାଙ୍କ ମା ଯୋଉ କଥା ବିଚାର କରିଦେବା। ହଁ, ସିଏ ବି ଆମର ଜଣେ କୋୱାର୍କର, ସିଏ ଆମ ସହିତ କାମ କରନ୍ତି। ବହୁତ ଆପଣ ଯୋଉ ମ୍ୟାଡାମଙ୍କ ନାଁ ନେଲେ, ସିଏ ଆମ ସହିତ କାମ କରନ୍ତି। ସେମିତି କିଛି ମୁଁ କହିବା ଅନ୍ତତଃ ସମୀଚୀନ ହବନି, ତଦନ୍ତ ହଉ। ମତେ ତ କେହି ଡାକି ନାହାନ୍ତି, ମୁଁ ଆସିଛି। ମତେ କେହି ବି ଡାକି ନାହାନ୍ତି, ସିରିୟସଲି କେହି ବି ଡାକି ନାହାନ୍ତି। କାଳେ ମୁଁ କଣ କହିଦେବି? ମୁଁ କହିବାରେ ପଛଘୁଞ୍ଚା ଦିଏନି, ମୁଁ ମରିବାକୁ ପଛଘୁଞ୍ଚା ଦିଏନି। ମନ୍ଦିରରେ ଛିଡା ହେଇଛି ମିଛ କହିବା ମୁଁ ଶିଖିନି ଆରମ୍ଭରୁ। ହ୍ୟୁମାନ ସାଗର କେବଳ ମୋ ସାଙ୍ଗ, ମିଛ କହେ, ତାର ସେତିକି ଅପରାଧ, ସେ ମିଛ କହେ। ମିଛରେ କହିଦିଏ ଆଜି ମୋ ଝିଅ ଦେହ ଖରାପ, ମୁଁ ସବୁବେଳେ ବୁଝେଇଛି ଭାଇ ଏମିତି କହନି କହନି କହନି। ଏଇଟା ଯଦି ବ୍ୟକ୍ତିଗତ ସ୍ମୃତିଚାରଣ କହିବେ କେବଳ ଏତିକି କହିପାରିବି। ଆଜ୍ଞା, ତାଙ୍କ ମାଙ୍କୁ ତାଙ୍କ ବାପା ଯଦି ଗାଳି ଦେବେ ସେଇଟା ବି ଅପରାଧ, ଯଦି ହ୍ୟୁମାନ ସାଗର ବି ଗାଳି ଦେବେ ସେଇଟା ବି ଅପରାଧ। ଆଉ ଆପଣ ମାନେ ମତେ ପଚାରୁଛନ୍ତି, ମ୍ୟାଡାମ ହସୁଛନ୍ତି, ଯଦି ଆଉ କିଏ ଗାଳି ଦଉଛି ସେଇଟା କେମିତି?